ତତ୍କ୍ଷଣାତ୍ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଇ ଦିଆଯିବ। ସେହିପରି ଯେତେବେଳେ ବାଦ୍ୟର ସ୍ୱର ଶୁଣିଲେ ସମସ୍ତ ଲୋକ ନାନା ଦେଶ ନାନା ଭାଷା ସେହି ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କଲେ। କିନ୍ତୁ କେତେକ କଲ୍ଦୀୟ ଲୋକ ଆସି ଜିହୁଦାମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନେ ରାଜାଙ୍କୁ କହିଲେ, ହେ ମହାରାଜ, ଆପଣ ଦୀର୍ଘଜୀବୀ ହୁଅନ୍ତୁ। ଆପଣ ଆଜ୍ଞା କରିଛନ୍ତି ଯେ କେହି ବାଦ୍ୟ ଶବ୍ଦ ଶୁଣିଲେ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବ। ଯେ କେହି ପ୍ରଣାମ କରିବ ନାହିଁ ସେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଯିବ। କିନ୍ତୁ ସଦ୍ରକ୍, ମୈଶକ୍ ଓ ଅବେଦନଗ ଅଛନ୍ତି, ସେମାନଙ୍କୁ ଆପଣ ବାବିଲର ଉଚ୍ଚ ପଦବୀ ଦେଇଅଛନ୍ତି। ସେମାନେ ଆପଣଙ୍କୁ ମାନୁନାହାନ୍ତି, ଆପଣଙ୍କ ଦେବତାକୁ ସେବା କରୁନାହାନ୍ତି ଓ ସେହି ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରୁନାହାନ୍ତି। ରାଜା ଭୟଙ୍କର କ୍ରୋଧିତ ହେଲେ। ତତ୍କ୍ଷଣାତ୍ ସେ ସଦ୍ରକ୍, ମୈଶକ୍ ଓ ଅବେଦନଙ୍କୁ ଡାକିବାକୁ ଆଦେଶ ଦେଲେ। ସେମାନଙ୍କୁ ରାଜାଙ୍କ ସାମ୍ନାରେ ଅଣାଗଲା। ଆଉ ରାଜା ପଚାରିଲେ, ତୁମେମାନେ ଜାଣିଶୁଣି ମୋର ଦେବତାଙ୍କୁ ସେବା କରୁନାହଁ, ମୋର ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରୁନାହଁ? ଏବେ ବାଦ୍ୟ ଶବ୍ଦ ଶୁଣିଲେ ପ୍ରଣାମ କର, ତାହେଲେ ଭଲ ହେବ। କିନ୍ତୁ ଯଦି ପ୍ରଣାମ କରିବ ନାହିଁ, ତେବେ ତତ୍କ୍ଷଣାତ୍ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପକାଯିବ। ମୋର ହସ୍ତରୁ କେଉଁ ଦେବତା ତୁମକୁ ବଞ୍ଚାଇ ପାରିବେ ନାହିଁ। ସଦ୍ରକ୍, ମୈଶକ୍, ଅବେଦନଗ ଶାନ୍ତ ଭାବେ କହିଲେ, ହେ ରାଜା, ଏହି ବିଷୟରେ ଆମେ ତର୍କ କରିବାକୁ ପଡ଼ିବ ନାହିଁ। ଯେଉଁ ପରମେଶ୍ୱରଙ୍କୁ ଆମେ ସେବା କରୁ ସେ ପରମେଶ୍ୱର ଆମକୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ବଞ୍ଚାଇ ପାରିବେ। ସେ ଆମକୁ ଆପଣଙ୍କ ହସ୍ତରୁ ବି ବଞ୍ଚାଇବେ। କିନ୍ତୁ ଯଦି ସେ ବଞ୍ଚାଇବେ ନାହିଁ, ତାହେଲେ ଆପଣଙ୍କୁ ଏହା ଜଣାଇବାକୁ ଇଚ୍ଛା କରୁ ଯେ ଆମେ ଆପଣଙ୍କ ଦେବତାଙ୍କୁ ସେବା କରିବୁ ନାହିଁ ଓ ସେହି ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ। ଏଥିରେ ରାଜା କୋପରେ ପରିପୂର୍ଣ୍ଣ ହେଲେ ଓ ତାଙ୍କର ମୁଖ କ୍ରୋଧରେ ବିକଟ ହେଲା। ସେ ଅଗ୍ନିକୁଣ୍ଡକୁ ସାଧାରଣରୁ 7 ଗୁଣ ଅଧିକ ଉତ୍ତପ୍ତ କରିବାକୁ ଆଦେଶ ଦେଲେ। ସଦ୍ରକ୍, ମୈଶକ୍ ଓ ଅବେଦନଙ୍କୁ ସେମାନଙ୍କୁ ବାନ୍ଧି ଅତି ଉତ୍ତପ୍ତ ଅଗ୍ନିକୁଣ୍ଡରେ ପକାଇ ଦିଆଗଲା। ରାଜାଙ୍କ ଆଦେଶ ଅତି କଠୋର ଓ ଅଗ୍ନି ଅତିଶୟ ତାପମାନ ଥିବାରୁ ସେମାନଙ୍କୁ ଟାଣି ନେଇଥିବା ସୈନ୍ୟମାନେ ମଧ୍ୟ ଅଗ୍ନି ଶିକାରେ ଜଳିଗଲେ। ସଦ୍ରକ୍, ମୈଶକ୍ ଓ ଅବେଦନଗ ବନ୍ଧାଥିବା ଅବସ୍ଥାରେ ଅଗ୍ନିକୁଣ୍ଡରେ ପଡ଼ିଗଲେ। ରାଜା ନବୁକଦନେସ୍ସର ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଶୀଘ୍ର ଉଠିଲେ। ଆମେ କି 3 ଜଣଙ୍କୁ ବାନ୍ଧି ଅଗ୍ନିରେ ପକାଇଲୁନି? ସେମାନେ କହିଲେ, ହଁ ମହାରାଜ। ରାଜା କହିଲେ, କିନ୍ତୁ ମୁଁ 4 ଜଣଙ୍କୁ ଅଗ୍ନି ମଧ୍ୟରେ ଚାଲୁଥିବା ମୁକ୍ତ ଅବସ୍ଥାରେ ଦେଖୁଅଛି। ସେମାନଙ୍କୁ କିଛି ହୋଇନି। ଆଉ 4ର୍ଥ ଜଣଙ୍କର ରୂପ ପରମେଶ୍ୱରଙ୍କର ପୁତ୍ର ସଦୃଶ। ତାପରେ ରାଜା ଅଗ୍ନିକୁଣ୍ଡର ମୁହାଁ ପାଖକୁ ଯାଇ କହିଲେ, ହେ ସର୍ବୋଚ୍ଚ ପରମେଶ୍ୱରଙ୍କ ଦାସମାନେ, ସଦ୍ରକ୍, ମୈଶକ୍, ଅବେଦନଗ ବାହାରି ଆସ। ସେମାନେ ଅଗ୍ନିରୁ ବାହାରି ଆସିଲେ। ସେଥିରେ ସମସ୍ତ କର୍ମଚାରୀ, ପ୍ରଶାସକ, ମନ୍ତ୍ରୀମାନେ ସେମାନଙ୍କୁ ଦେଖିଲେ। ଅଗ୍ନି ସେମାନଙ୍କୁ କିଛି କରିପାରିନଥିଲା। କେଶ ମଧ୍ୟ ଜଳିନଥିଲା, ବସ୍ତ୍ର ବିକୃତ ହୋଇନଥିଲା, ଅଗ୍ନିର ଗନ୍ଧ ମଧ୍ୟ ନଥିଲା। ରାଜା କହିଲେ, ସଦ୍ରକ୍, ମୈଶକ୍ ଓ ଅବେଦନଙ୍କ ପରମେଶ୍ୱର ଧନ୍ୟ। ସେ ଆପଣା ଦୂତଙ୍କୁ ପଠାଇ ତାଙ୍କୁ ବିଶ୍ୱାସ କରୁଥିବା ସେହି ଦାସମାନଙ୍କୁ ରକ୍ଷା କଲେ। ସେମାନେ ରାଜାଙ୍କ ଆଦେଶକୁ ଅମାନ୍ୟ କରି ପରମେଶ୍ୱରଙ୍କ ବ୍ୟତୀତ କାହାକୁ ସେବା କିମ୍ବା ପ୍ରଣାମ କଲେ ନାହିଁ। ଏହି କାରଣରୁ ସେମାନେ ଆପଣା ଜୀବନକୁ ତ୍ୟାଗ କଲେ ଆଉ ପରମେଶ୍ୱର ସେମାନଙ୍କୁ ବଞ୍ଚାଇଲେ। ତାପରେ ରାଜା ଆଦେଶ ଦେଲେ, ଯେକୌଣସି ଜାତି, ଭାଷା, ଦେଶର ଲୋକ ଯଦି ସଦ୍ରକ୍, ମୈଶକ୍ ଓ ଅବେଦନଙ୍କ ପରମେଶ୍ୱରଙ୍କ ବିପକ୍ଷରେ କୌଣସି ଭୁଲ କଥା କହିବେ, ସେମାନଙ୍କୁ ଖଣ୍ଡ ଖଣ୍ଡ କରାଯିବ ଓ ଗୃହଗୁଡ଼ିକୁ ଧ୍ୱଂସ କରାଯିବ। କାରଣ ଏହିପରି ଉଦ୍ଧାର କରିବାକୁ ଅନ୍ୟ କୌଣସି ଦେବତା ସମର୍ଥ ନୁହେଁ। ତାପରେ ରାଜା ସଦ୍ରକ୍, ମୈଶକ୍ ଓ ଅବେଦନଙ୍କୁ ବାବିଲ ସାମ୍ରାଜ୍ୟରେ ଅଧିକ ଉଚ୍ଚ ପଦ ଦେଲେ। ଡାରିୟସ୍ ରାଜା ତାଙ୍କର ସମଗ୍ର ରାଜ୍ୟରେ 120 ଜଣ କେତିପାଳଙ୍କୁ ନିଯୁକ୍ତ କଲେ, ଯେପରି ସେମାନେ ରାଜ୍ୟକୁ ଭଲ ଭାବରେ ଚଲାଇବେ ଓ ରାଜାଙ୍କୁ କୌଣସି କ୍ଷତି ହେବନି। ସେମାନଙ୍କୁ ତଦାରଖ କରିବା ନିମନ୍ତେ 3 ଜଣ ମୁଖ୍ୟଙ୍କୁ ନିଯୁକ୍ତ କଲେ। ତାଙ୍କ ମଧ୍ୟରେ ଦାନିଏଲ ଥିଲେ। ଦାନିଏଲଙ୍କୁ ବିଶେଷ କରି ଶ୍ରେଷ୍ଠ କୁହାଯାଉଥିଲା, କାରଣ ତାଙ୍କ ମଧ୍ୟରେ ଭଲ ଦକ୍ଷତା, ଶୁଭ ଚରିତ୍ରତା, ଭଲ ଆତ୍ମା ଥିଲା। ତେଣୁ ରାଜା ତାଙ୍କୁ ସମଗ୍ର ରାଜ୍ୟର ମୁଖ୍ୟ କରିବାକୁ ଚାହୁଁଥିଲେ। ଅନ୍ୟ ଅଧ୍ୟକ୍ଷ ଓ କେତିପାଳମାନେ ଦାନିଏଲଙ୍କୁ ଈର୍ଷା କରି ତାଙ୍କ ଦୋଷ ଧରିବାକୁ ଚେଷ୍ଟା କଲେ। କିନ୍ତୁ ସେମାନେ କୌଣସି ଭୁଲ କିମ୍ବା ଅପରାଧ ପାଇଲେ ନାହିଁ, କାରଣ ସେ ବିଶ୍ୱସ୍ତ ଓ ନିଷ୍ପାପ ଥିଲେ। ସେମାନେ କହିଲେ, ଦାନିଏଲଙ୍କୁ ଦୋଷ ଧରିବାକୁ ଆମେ ତାଙ୍କର ପରମେଶ୍ୱରଙ୍କ ବିଧି ସମ୍ପର୍କରେ
କିଛି ନ କଲେ ଅନ୍ୟତା ଦୋଷ ପାଇପାରିବା ନାହିଁ। ତେଣୁ ସେମାନେ ଏକ ଯୋଜନା କଲେ। ସମସ୍ତ ଅଧିକାରୀ, ମନ୍ତ୍ରୀ, କୀର୍ତ୍ତିପାଳ, ଦେଶାଧ୍ୟକ୍ଷମାନେ ରାଜାଙ୍କ ନିକଟକୁ ଗଲେ। ସେମାନେ କହିଲେ, ହେ ମହାରାଜ, ଆପଣ ଚିରଜୀବୀ ହୁଅନ୍ତୁ। ଆମେ ସମସ୍ତେ ମନ୍ତ୍ରଣା କରିଅଛୁ, ଏପରିକି ଏକ ଆଜ୍ଞା କରନ୍ତୁ। ଆଗାମୀ 30 ଦିନ ମଧ୍ୟରେ ଆପଣ ବ୍ୟତୀତ କାହାକୁ ପ୍ରାର୍ଥନା କରିଲେ ତାଙ୍କୁ ସିଂହମାନଙ୍କ ଗର୍ତ୍ତରେ ପକାଇ ଦିଆଯିବ। ଏହି ନିଷେଧ ପତ୍ରକୁ ଲେଖି ସ୍ୱାକ୍ଷର କରନ୍ତୁ। ମାଦୀୟ ପାରସିକମାନଙ୍କର ନିୟମ ପରି ସେପରି ପରିବର୍ତ୍ତିତ ହେବ ନାହିଁ। ରାଜା ସ୍ୱାକ୍ଷର କଲେ। ଦାନିଏଲ ଏହା ଜାଣିଥିଲେ, ତଥାପି ସେ ଆପଣା ଗୃହକୁ ଯାଇ ଜେରୁସାଲେମ ଦିଗକୁ ଖୋଲାଥିବା ତାଙ୍କର ଝରକାରୁ ଦିନକୁ 3 ଥର ପୂର୍ବ ଦିଗକୁ ଆଣ୍ଠୁପାତି ପ୍ରାର୍ଥନା କଲେ ଓ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେହି ଲୋକମାନେ ଦାନିଏଲଙ୍କୁ ପ୍ରାର୍ଥନା କରୁଥିବାରେ ଦେଖିଲେ ଓ ରାଜାଙ୍କୁ କହିଲେ, ହେ ମହାରାଜ, ଆପଣ 30 ଦିନ ପର୍ଯ୍ୟନ୍ତ କାହାକୁ ପ୍ରାର୍ଥନା କଲେ ସିଂହ ଗର୍ତ୍ତରେ ପକାଇ ଦିଆଯିବ, ଏପରି ଆଜ୍ଞାକୁ ସ୍ୱାକ୍ଷର କରିନାହାନ୍ତି କି? ରାଜା କହିଲେ, ହଁ, ଏହା ମାଦୀୟ ପାରସିକମାନଙ୍କର ଅଟଳ ନିୟମ ଅନୁସାରେ ସ୍ଥିର। ସେମାନେ କହିଲେ, ଦାନିଏଲ ଆପଣଙ୍କୁ ଓ ଆପଣଙ୍କ ନିଷେଧ ପତ୍ରକୁ ଅମାନ୍ୟ କରିଛି। ସେ ଦିନକୁ 3 ଥର ପ୍ରାର୍ଥନା କରେ। ରାଜା ଏହା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ। ସେ ଦାନିଏଲକୁ ଉଦ୍ଧାର କରିବାକୁ ସାରା ଦିନ ଚେଷ୍ଟା କଲେ, କିନ୍ତୁ ସେମାନେ ରାଜାଙ୍କୁ ମନେ ପକାଇଲେ, ହେ ମହାରାଜ, ମାଦୀୟ ପାରସିକମାନଙ୍କର ନିୟମ ହେଉଛି ରାଜାଙ୍କର ଆଜ୍ଞା ପରିବର୍ତ୍ତିତ ହେବ ନାହିଁ। ତେଣୁ ରାଜା ଆଦେଶ ଦେଲେ, ଦାନିଏଲକୁ ସିଂହ ଗର୍ତ୍ତରେ ପକାଇ ଦିଆଗଲା। ରାଜା ଦାନିଏଲଙ୍କୁ କହିଲେ, ତୁମେ ନିତ୍ୟ ସେବା କରୁଥିବା ପରମେଶ୍ୱର ତୁମକୁ ଉଦ୍ଧାର କରିବେ। ଗର୍ତ୍ତରେ ପଥର ଲଗାଗଲା ଓ ରାଜା ତାହାକୁ ତାଙ୍କର ମୋହର ଲଗାଇ ବନ୍ଦ କଲେ, ଯେପରି ପରିବର୍ତ୍ତିତ ହେବ ନାହିଁ। ରାଜା ସେହି ରାତ୍ରି ଉପବାସରେ କଟାଇଲେ। ବାଦ୍ୟଯନ୍ତ୍ର ଅଣାଗଲା ନାହିଁ, ନିଦ୍ରା ହେଲା ନାହିଁ। ପ୍ରଭାତେ ସେ ଶୀଘ୍ର ସିଂହ ଗର୍ତ୍ତକୁ ଗଲେ। ଦାନିଏଲକୁ ଉଚ୍ଚ ସ୍ୱରରେ ଡାକିଲେ, ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିଏଲ, ତୁମେ ନିତ୍ୟ ସେବା କରୁଥିବା ପରମେଶ୍ୱର ସିଂହମାନଙ୍କୁ ରୋକି ତୁମକୁ ଉଦ୍ଧାର କରିପାରିଛନ୍ତି କି? ଦାନିଏଲ ସିଂହ ଗୁମ୍ପାରେ ଥାଇ ସେ ରାଜାଙ୍କୁ କହିଲେ, ମହାରାଜ, ଆପଣ ଦୀର୍ଘାୟୁ ହୁଅନ୍ତୁ। ମୋର ପରମେଶ୍ୱର ତାଙ୍କର ଦୂତଙ୍କୁ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଦେଲେ। ସେମାନେ ମୋତେ କୌଣସି କ୍ଷତି କରିନାହାନ୍ତି, କାରଣ ପରମେଶ୍ୱରଙ୍କ ନିକଟରେ ମୁଁ ନିର୍ଦ୍ଦୋଷ। ମହାରାଜ, ଆପଣଙ୍କ ବିରୋଧରେ ମୁଁ କୌଣସି ଅପରାଧ କରିନାହିଁ। ଏହା ଶୁଣି ରାଜା ବହୁତ ଖୁସି ହେଲେ। ସେ ଆଜ୍ଞା ଦେଲେ, ଦାନିଏଲଙ୍କୁ ସିଂହ ଗୁମ୍ପାରୁ ବାହାର କର। ଦାନିଏଲକୁ ଉଠାଇ ଅଣାଗଲା। ସେଥିରେ ତାଙ୍କର ଶରୀରରେ କୌଣସି କ୍ଷତ ନଥିଲା, କାରଣ ସେ ପରମେଶ୍ୱରଙ୍କୁ ପୂର୍ଣ୍ଣ ଭରସା କରିଥିଲେ। ତାପରେ ରାଜା ଆଜ୍ଞା ଦେଲେ, ଯେଉଁମାନେ ଦାନିଏଲଙ୍କ ବିଷୟରେ ଅପବାଦ ଦେଇଥିଲେ ସେମାନଙ୍କୁ, ସେମାନଙ୍କର ପିଲାମାନଙ୍କୁ ଓ ସେମାନଙ୍କର ସ୍ତ୍ରୀମାନଙ୍କୁ ସିଂହ ଗୁମ୍ଫାରେ ପକାଇ ଦିଅ। ତାପରେ ରାଜା ଡାରିୟସ୍ ସମଗ୍ର ପୃଥିବୀରେ ଥିବା ସମସ୍ତ ଜାତି, ଦେଶ, ଭାଷାର ଲୋକଙ୍କୁ ଏକ ପତ୍ର ଲେଖିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ। ମୋର ସମସ୍ତ ରାଜ୍ୟରେ ଲୋକମାନେ ଦାନିଏଲଙ୍କ ପରମେଶ୍ୱରଙ୍କୁ ଭୟ କରିବା ଓ ସମ୍ମାନ କରିବା ଆବଶ୍ୟକ, କାରଣ ସେ ଜୀବନ୍ତ ପରମେଶ୍ୱର। ତାଙ୍କର ସାମ୍ରାଜ୍ୟ ନିତ୍ୟ, ତାଙ୍କର ଶକ୍ତି ସଦା ରହିବ। ସେ ଲୋକଙ୍କୁ ଉଦ୍ଧାର କରନ୍ତି, ସେ ରକ୍ଷା କରନ୍ତି, ସେ ସ୍ୱର୍ଗ ଓ ପୃଥିବୀରେ ଅଦ୍ଭୁତ କର୍ମ ସାଧ୍ୟ କରନ୍ତି। ସେହି ପରମେଶ୍ୱର ଦାନିଏଲଙ୍କୁ ସିଂହମାନଙ୍କ ଠାରୁ ଉଦ୍ଧାର କରିଅଛନ୍ତି। ଏହିପରି ଭାବରେ ଦାନିଏଲ ଡାରିୟସର ରାଜ୍ୟରେ ଓ ପରେ ପାରିସିକ କସର ରାଜ୍ୟରେ ମହତ୍ତ୍ୱ ଲାଭ କଲେ।